मार्च मास आरंभରୁ ହିଁ ଦେଖାଦେଲାଣି ପାଣି ସମସ୍ୟା। ପିଇବା ପାଣି ମୁନ୍ଦେ ପାଇଁ କଲବଲ ହେଉଛନ୍ତି ମୁଣ୍ଡାନାଜୁ ଗ୍ରାମବାସୀ। ନଳକୂପରେ ବାହାରୁଛି କଳଙ୍କିଯୁକ୍ତ ପାଣି। ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି। ହଁ ଦର୍ଶକ ବନ୍ଧୁ, ଆଗକୁ ଆସୁଛି ଗ୍ରୀଷ୍ମ ଋତୁ, କିନ୍ତୁ ଗ୍ରୀଷ୍ମ ଋତୁ ପ୍ରାରମ୍ଭରୁ ହିଁ ପିଇବା ପାଣିର ସମସ୍ୟା ଦେଖାଦେଲାଣି। ଆଗକୁ ଖରା ମଧ୍ୟ ଅତ୍ୟଧିକ ମାତ୍ରାରେ ହେବା ନେଇ ଅନୁମାନ କରାଯାଉଛି। କିନ୍ତୁ ଏବେରୁ ହିଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଅନେକ ଗାଁଗୁଡ଼ିକରେ ଲୋକେ ପିଇବା ପାଣି ପାଇଁ କଲବଲ ହେଉଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାନାଜୁ ଗ୍ରାମର 7 ନମ୍ବର ୱାର୍ଡରେ ପାଣି ସମସ୍ୟା ଟିକେ ଭିନ୍ନ। ଏହି ଗାଁରେ 10ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଆମର ବ୍ଲକ ଦାରିଙ୍ଗବାଡ଼ି ପଞ୍ଚାୟତ କିରିକୁଟି ଆଉ ଗ୍ରାମ ହେଉଛି ମୁଣ୍ଡାନାଜୁ। ଆଉ ଆମର ୱାର୍ଡ 7 ନମ୍ବର ୱାର୍ଡରେ ଅଛି। ଆମର ଏଠି ଏଇ ଗାଁରେ ଆମର ପିଇବା ପାଣିର ଅସୁବିଧା ଅଛି। ଏଠି ନଳକୂପ ଗୋଟେ ଅଛି, କିନ୍ତୁ ତାର ଅବସ୍ଥା ଟିକେ ଖରାପ ଅଛି। ଆଉ ବହୁତ ଅପରିଷ୍କାରର ପାଣି ବି ବାହାରୁଛି। ବହୁତ ଦିନ ହେଇଗଲା, ୟାର କିଛି ମରାମତି ହେଇନାହିଁ। ତ ଆମେ କୂଅ ପାଣି ଗୋଟେ ଅଛି, ସେଇଟା ବି ଏତେ ବହୁତ ଦୂରକୁ ଯିବାକୁ ପଡ଼ୁଛି। ଆଉ ସେଇଟା ପାଖ ନାହିଁ। ତେଣୁ ଆମେ ନିବେଦନ କରୁଛୁ ସରକାରକୁ କି ଆମକୁ ଗୋଟେ ସୋଲାର ତରଫରୁ କିଛି ଗୋଟେ ସୋଲାର ଯୋଜନାରେ ଗୋଟେ ନଳକୂପ ଦିଅନ୍ତୁ। ସେଇ ଯୋଜନାରେ ଆମେ ସ୍ୱଚ୍ଛ ପାଣି ଗୋଟେ ପିଇବା ପାଇଁ ଆମେ ଯେମିତି ପାଇପାରିବୁ, ସେଇଟା ଟିକେ ଆମକୁ ଦୟାକଲେ ସେଇଟା ବହୁତ ଉପକାର ହେଇଥାନ୍ତା। ଉକ୍ତ ଗ୍ରାମବାସୀଙ୍କ ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ତାହା ମଧ୍ୟ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଏହି ମୁଣ୍ଡାନାଜୁରେ କୂଅ ବା ଚୁଆଁ ନଥିବା ହେତୁ ଏହି ନଳକୂପରେ ପିଇବା ପାଇଁ, ଗାଧୋଇବା ପାଇଁ ଏବଂ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନିମନ୍ତେ ନିର୍ଭର କରାଯାଉଛି। କିନ୍ତୁ ନଳକୂପରେ କିଛି ସମୟ ଧରି ଅପେକ୍ଷା କଲେ ହିଁ ପାଣି ବାହାରୁଛି, ପୁଣି ତାହା କଳଙ୍କିଯୁକ୍ତ ଗୋଳିଆ ପାଣି। ଏଥିପ୍ରତି ସରକାରଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନଳକୂପର କୌଣସି ଭାବରେ ରକ୍ଷଣାବେକ୍ଷଣ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାଫଳରେ ଉକ୍ତ ଅଞ୍ଚଳବାସୀ ଶୋଷ ମେଣ୍ଟାଇ ପାରୁନାହାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ନଳକୂପ ପାଣି ବ୍ୟବହାର କରିପାରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଉକ୍ତ ଗାଁରେ ପାଣି ସୁବିଧା ନଥିବା ଯୋଗୁଁ ମୁଣ୍ଡାନାଜୁଠାରୁ ପ୍ରାୟ 3 କିଲୋମିଟର ଦୂରରେ ଏକ ଚୁଆଁ ରହିଛି। ବହୁ ଅସୁବିଧା ସତ୍ତ୍ୱେ ସେହି ଚୁଆଁ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ। ଏଣୁ ଉକ୍ତ ଗ୍ରାମବାସୀ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଯେ ଏହି ନଳକୂପର କଳଙ୍କିଯୁକ୍ତ ପାଣି ବାହାରୁଥିବାରୁ ଆମେ କୌଣସି ଭାବରେ ପାଣି ବ୍ୟବହାର କରିପାରୁନୁ। ଏଣୁ ଯଥାଶୀଘ୍ର ନଳକୂପକୁ ମରାମତି କରାଯାଉ ଏବଂ ଏହି ଗ୍ରାମକୁ ଗୋଟିଏ ସୌରଚାଳିତ ପାଣି ଟାଙ୍କି ଦେଲେ ବିଶୁଦ୍ଧ ପାନୀୟ ଜଳ ପାଇପାରିବୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଦାରିଙ୍ଗବାଡ଼ିରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ଜନନୀ ଟିଭି।